रथखଳାରେ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ। ଆଜି ଉଠିଲା ତିନି ରଥର ଚାରି ନାହାକା। ପ୍ରଥମେ ତାଳଧ୍ୱଜ ଓ ପରେ ନନ୍ଦିଘୋଷ, ଶେଷରେ ଦେବୀଦଳନ ରଥର ଚାରି ନାହାକା ଉଠିଥିଲା। ସେପଟେ ବିଶ୍ୱକର୍ମା ଭୋଇ ସେବକଙ୍କ ଦ୍ୱାରା ତିନି ରଥର ଅଖ ଉପରେ ଦଣ୍ଡା ଉଠି ରଥର ମୂଳଦୁଆ ସ୍ଥାପନ ହୋଇଥିବା ବେଳେ ଦଣ୍ଡା ଆଗ ଓ ପଛ ମୁହାଟରେ ଗୁଜ ଓ ଜଳଯନ୍ତ୍ର ଲଗାଯାଇଛି। ବିଧି ଅନୁସାରେ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ଚାରି ନାହାକା ଉଠିବା ଲକ୍ଷ୍ୟ ରଖାଯାଇଥିବା ବେଳେ ତା ପୂର୍ବରୁ ଆଜି ଚାରି ନାହାକା ଉଠିଛି। ତେଣୁ ତିନି ରଥର ନିର୍ମାଣକାରୀ ସେବକମାନେ ଆଗେଇ ନେଉଛନ୍ତି ରଥ ନିର୍ମାଣ କାର୍ଯ୍ୟ। ତିନି ରଥର ଦଣ୍ଡା ଆଗ ଓ ପଛ ମୁହାଟରେ ଗୁଜ ଓ ଜଳଯନ୍ତ୍ର ରଖି ଆଗ ଆଣି ଓ ପଛ ଆଣି ନିରାଡ଼ି ସ୍ଥାପନ କରାଯାଇଥିଲା। ସିଂହଦ୍ୱାର ରଥ ଆସ୍ଥାନକୁ ଦେଖି ସେହି ଦିଗକୁ ଚାହିଁ ଥାକ ହୋଇଥିଲା ଚକ। ଚକ ଅଖ ଉପରେ ଦଣ୍ଡାକୁ ଗୋଳେଇ ମାପଚୁପ ପରେ ଅଖ ସହିତ ଦଣ୍ଡା ସମତୁଲ କରାଯାଇଥିଲା। ପରେ କତା ଦଉଡ଼ି ବାନ୍ଧି ଦଣ୍ଡାକୁ ମଜବୁତ କରାଗଲା। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନେ ତିନି ରଥ ଅଖ ଉପରକୁ ଦଣ୍ଡା ଉଠାଇଥିଲେ। ଦଣ୍ଡା ପଡ଼ିଲା ପରେ ମହାରଣା ସେବକମାନେ ତିନି ରଥର ଦଣ୍ଡା ଗୋଳେଇ କାର୍ଯ୍ୟ କରିଥିଲେ। ତିନି ରଥର ଦଣ୍ଡାକୁ ଅଖ ସହ ସେଟିଂ କରାଯାଇ ପାଞ୍ଚ ଦଣ୍ଡା ଆଗ ଓ ପଛରେ ମୁହାଟ ସଂଯୋଗ ହୋଇଥିଲା। ଆଗ ମୁହାଟରେ ପାଞ୍ଚଟି ସାଲଗୁଜ ଓ ପଛ ମୁହାଟରେ ତିନୋଟି ଜଳଯନ୍ତ୍ର ଓ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ବିରାଡ଼ି ପଡ଼ିଥିଲା। କୁଡୁକା ସଂଯୋଗ ପରେ କତା ଦଉଡ଼ିରେ ଟାଣ ଦେଇ ବାନ୍ଧେଣୀ କରାଯାଇଥିଲା। ନନ୍ଦିଘୋଷ ତାଳଧ୍ୱଜ ରଥର 9ଟି ଲେଖାଏଁ ଦଣ୍ଡା, ଦର୍ପଦଳନ ରଥର 7ଟି ଦଣ୍ଡାକୁ ଅଖ ଉପରେ ରଖାଯାଇଛି। ସ୍ନାନ ପୂର୍ଣ୍ଣିମା ଯଥେଷ୍ଟ ପୂର୍ବରୁ ଚାରି ନାହାକା ଉଠି ଭୂଇଁ କାମ ଆରମ୍ଭ କରିବାକୁ ନିର୍ମାଣକାରୀ ସେବକମାନେ ମତ ପ୍ରକାଶ କରିଛନ୍ତି।